ॐ कर्पूरगौरं करुणावतारं संसारसारं भुजगेन्द्रहारं सदा। जय श्री जगन्नाथ। जय श्री जगन्नाथ। आज गुरु शिष्य चाटशाला को ओडिशा अगणित छात्र छात्री मान सुस्वागत अभिनंदन। गत कालांशरे आमे मंगले अइला उषा कवितार 3 गोटी पद को आमे आवृत्ति करथिले एवं तार भाव संप्रसारण करथिले। आज आमे तार चतुर्थ पद को जीवा। आज आम घर रही पुणी श्रीजुक्त निराकार स्वयंसा आमको आज अति सुंदर भाव रे चतुर्थ पदरु यार भाव संप्रसारण करेंगे। जय श्री जगन्नाथ। काली आम छाड़ी तृतीय पद शेष आज चतुर्थ पदरु आरंभ करवा। मुनि मुख वेद स्वन पूर्ण कला श्याम वन भेदिला उठी गगन उच्च ओंकार वैकुंठे देई ध्रुपति अनंत श्रुति की गति बिहिला की सरस्वती बीणा झंकार बेणु बेल बन उज्ज्वल बेणु बेल बन उज्ज्वल मंत्र बळे जेन्हे बढी आसई बळ। मुनि मुख वेद स्वर मुनि बोलते जोगी तपस्वी साधक अर्थ शब्दार्थ दुई। मुनि मुख वेद स्वन अर्थात मुनिंकर मुखरु उच्चारित हेउथिबा वेद ध्वनि। पूर्ण कला श्याम वन पूर्ण कला अर्थ पूर्ण बदला श्याम वन अर्थ सबुज अरण्य अर्थात से अरण्यानी घंच अरण्य को मुनि मुख निश्रुत वेद ध्वनि पूर्ण करदेला। भेदिला उठी गगन उच्च ओंकार ओंकार ओम ओमटा एकाक्षरी ब्रह्म एथि कहे ता 3टी वर्णर मिलन अ उ म अर्थ विष्णु उ बोलते ब्रह्मा म कहले महेश्वर ब्रह्मा विष्णु महेश्वर सृष्टि कर्ता पालन कर्ता और संहार कर्ता मिलन सत्य शिव सुंदर सम्मिश्रण से ओंकार नाद मुनिमानंकर मुखरु बाहरी पूर्ण हो सारा पर श्याम वन सी कुआडे गला ना पूर्ण हो सारा पर ओंकार ध्वनिटा गगन को उठिला। भेदिला उठी गगन उच्च ओंकार वैकुंठ वैकुंठर प्रतिशब्द होची गोलक धाम विष्णु लोक अर्थात भगवान विष्णु जो अवस्थान करती। भेदिला उठी गगन उच्च ओंकार वैकुंठे देई ध्रुपति ध्रुपतिर गद्य रूप होची तृप्ति बा संतोष। वैकुंठे देई ध्रुपति अर्थात वैकुंठ निवासी भगवान विष्णुकर तुष्टि विधान करी सारिला परे तापर अनंत श्रुति की गति अनंत कहले अशेष जन प्राणी किंतु अनंत कहले आम स्पष्ट भाव में आहरी बुझीजा जे अनंत नाग जो अनंत जहांकर परवर्ती अवतार आम कहते लक्ष्मण बुद्धि बलराम ठाकुर तेणु से अनंतर पातालपुर रे मर्त्यपुर गला स्वर्ग को गला एवं पाताल अनंतर श्रुति विधान करे अनंत श्रुति रे प्रवेश कला अर्थात स्वर्ग मर्त्य पाताल 3 लोकर पुष्टि विधान कला मुनि मुखर वेदस्वर। ये कथाटा किपरि लगिला ना बिहिला की सरस्वती बीणा झंकार बिहिला अर्थ बहन कला
ସରସ୍ୱତୀଙ୍କର ବୀଣା ଝଙ୍କାର ଅର୍ଥାତ୍ ସେ ଯେଉଁ ବୀଣାନାଦ ଗାନ୍ଧର୍ବ ସ୍ୱରରେ ସେଇ ସୁନ୍ଦର ସାଙ୍ଗୀତିକ ପରିବେଶ ସତେ ଯେମିତି ସରସ୍ୱତୀ ବୀଣା ଝଙ୍କାର କଲେ ସେ ଓଙ୍କାର ନାଦକୁ ସରସ୍ୱତୀଙ୍କର ବୀଣା ଝଙ୍କାର ସହିତ ତୁଳନା କରାଯାଇଛି। ବେଳୁ ବେଳ ବନ ଉଜ୍ଜ୍ୱଳ ମନ୍ତ୍ର ବଳେ ଯେହ୍ନେ ବଢ଼ି ଆସିଲା ବଳ। ମନ୍ତ୍ର ବଳରେ ଯେମିତି ଦୁର୍ବଳ ନିଶାଚର ମାନେ ମନ୍ତ୍ର ଯିଏ ଜାଣିଛି ସେ ସବଳକୁ ମଧ୍ୟ ପରାକ୍ରମ କରୁଥିଲା। ମନ୍ତ୍ର ଦ୍ୱାରା ସର୍ପ ବି ବଶୀଭୂତ ହେଉଥିଲା। ମନ୍ତ୍ର ଦ୍ୱାରା ସିଂହ ଗଜ ମଧ୍ୟ ବଶୀଭୂତ ହେଉଛନ୍ତି। ମନ୍ତ୍ର ଏକ ବଳଶାଳୀ ମାନେ ମନ୍ତ୍ର ଦ୍ୱାରା ସାଧାରଣ ଲୋକ ବି ବଳଶାଳୀ ହେଲେ। ମନ୍ତ୍ର ବଳରେ ଯେମିତି ବଳ ବଢ଼ିଯାଏ ସେଭଳି ଭାବରେ ବେଳକୁ ବେଳ ବନଭୂମି ଉଜ୍ଜ୍ୱଳ ହେଇ ଉଠିଲା। ଭାଇ ଏପରେ ଆପଣ ପଚାରିବେ। ଠିକ ଅଛି। ତାପରେ ଏ କାଳେ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ ବୋଇଲେ ଉଠ ବୈଦେହୀ ଉଷା ସୁକୁମାର ଦେହି ଆସିଛି ଦର୍ଶନ ଦେଇ ତୋଷ ବିଧିରେ ତମସା ରହିଛି ଅନାଇ ତମସା ରହିଛି ଅନାଇ କୋଳ କରି ଥରେ ସୁଖ ଲଭିବା ପାଇଁ। ସେ କହିଲେ ଏକାଳେ ବ୍ରହ୍ମଚାରିଣୀ ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ତପସ୍ୱିନୀ ହେଲେ ବ୍ରହ୍ମଚାରିଣୀ କିଏ ନା ଅନୁକମ୍ପା ତପସ୍ୱିନୀ। ସେ ବାଲ୍ମୀକି ଆଶ୍ରମରେ ଜଣେ ବୟସ୍କା ଏବଂ ତପସ୍ୱିନୀ ବ୍ରହ୍ମଚାରିଣୀ ତପସ୍ୱିନୀଙ୍କ ନାଁ ହେଉଛି ଅନୁକମ୍ପା। ସେ କାହା ପାଖକୁ ଆସିଲେ ନା ଜନକ ନନ୍ଦିନୀ। ଜନକ ନନ୍ଦିନୀଙ୍କର ଅର୍ଥ ହେଉଛି ଝିଅ କନ୍ୟା। ତାର ଇଏ ବିପରୀତ ଲିଙ୍ଗ ହେଉଛି ଭାଇନା ନନ୍ଦନ। ଯେମିତି ନନ୍ଦ ନନ୍ଦନ କହିଲେ ଆମେ ବୁଝୁଛେ କୃଷ୍ଣଙ୍କୁ, ସେମିତି ନନ୍ଦିନୀ କହିଲେ ଝିଅ, ଜନକ ନନ୍ଦିନୀ କହିଲେ ଜନକଙ୍କର ଝିଅ ଜାନକୀ। ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ ଅର୍ଥାତ୍ ଗମ୍ଭୀର ଭାବରେ ଧୀର ସ୍ଥିର ଭାବରେ ଉଦାର ଭାବରେ କାହିଁକିନା ଇଏ ଅଛନ୍ତି ନା ଦୁଃଖରେ, ତେଣୁ ସେଠି ସେଇ ଭାବନାରେ ହିଁ ସିଏ ଆସିଛନ୍ତି। ଆସି ଜନକ ନନ୍ଦିନୀ ପାଶେ ଗମ୍ଭୀରେ ବୋଇଲେ ଉଠ ବୈଦେହୀ। ବୋଇଲେ ତ କହିଲେ ଉଠ ବୈଦେହୀ ବିଦେହ ରାଜ୍ୟର ରାଜକନ୍ୟା ହୋଇଥିବାରୁ ସୀତାଙ୍କର ଅନ୍ୟ ନାମ ହେଉଛି ବୈଦେହୀ। ବୋଇଲେ ଉଠ ବୈଦେହୀ, ହେ ଝିଅ ବୈଦେହୀ ମାଲ ଏଥର ଉଠେ। ଉଷା ସୁକୁମାର ଦେହି ଆସିଛି ଅର୍ଥାତ କୋମଳାଙ୍ଗୀ। ସୁକୁମାର କହିଲେ ଆମେ କହୁନେ ବେଶୀ ସୁକୁମାରୀ ହେଲେଣି, କୋମଳ ଅଙ୍ଗ ହେଇଯାଇଛି। ତେଣୁ କୋମଳାଙ୍ଗୀ ଉଷା ଆସିଛି ଦର୍ଶନ ଦେଇ ତୋଷ ବିଧିରେ। ତୋଷ ଶବ୍ଦର ଅର୍ଥ ସନ୍ତୁଷ୍ଟ କର, ସନ୍ତୋଷ ପ୍ରଦାନ କର, ଖୁସି କର। ସିଏ ଆସିଛି ତାକୁ ଦର୍ଶନ ଦେଇ କିପରି ଦର୍ଶନ ଦେବ ନା ବିଧି ଅନୁସାରେ ରୀତିନୀତି ଅନୁସାରେ ଦର୍ଶନ ଦେଇ ତାକୁ ସନ୍ତୁଷ୍ଟ କର। ତେଣୁ ତମସା ରହିଛି ନାହିଁ। ତମସାର ଦୁଇଟି ଶବ୍ଦ, ଗୋଟିଏ ତମସା ହେଉଛି ଅନ୍ଧକାର, ଆଉ ଗୋଟିଏ ତମସା ହେଉଛି ବାଲ୍ମୀକି ଆଶ୍ରମ ନିକଟରେ ପ୍ରବାହିତ ନଦୀ। ଏଠାରେ ସେ ବାଲ୍ମୀକି ଆଶ୍ରମକୁ ତଟ ଦେଶରେ ଧାରଣ କରିଥିବା ପୁଣ୍ୟତୋୟା ନଦୀକୁ ତମସା ବୋଲି କୁହାଯାଏ। ସେ ତମସା ନଦୀ ଅପେକ୍ଷା କରି ରହିଛି, ଅନେଇ ରହିଛି। ତୁ ସେଠାକୁ ଗଲେ ତାର ସେ ଧାରରେ ଟିକେ ବସି ପଡ଼ିଲେ ତତେ ସିଏ କୋଳରେ ଧାରଣ କଲେ ସୁଖ ଲାଭ କରିବ। କୋଳ କରି ଥରେ ସୁଖ ଲଭିବା ପାଇଁ, ଲଭିବା ପାଇଁ ଅର୍ଥ ଲାଭ କରିବା ପାଇଁ, ସୁଖ ଲାଭ କରିବା ପାଇଁ ତମସା ନଦୀ ଅନାଇ ରହିଛି। ଆଚ୍ଛା ନିରାକାର ଭାଇ, ଆଜ୍ଞା ଏଠାରେ ବୈଦେହୀ ଶବ୍ଦଟି କାହିଁକି ହ୍ରସ୍ୱଇ ହେଇଛି? ବୈଦେହୀ ତ ଦୀର୍ଘଇ ହେବା କଥା। ହଁ, ବୈଦେହୀ ଦୀର୍ଘଇ ବୋଲେ ସୀତାଙ୍କୁ ବୁଝେଇବା କଥା। ଯେତେବେଳେ ବଡ଼ ଭାଇ ତାହା ସମ୍ବୋଧନ ପଦରେ ଆମେ ବ୍ୟବହାର କରୁ, ସମ୍ବୋଧନରେ ଦୀର୍ଘ ଶବ୍ଦ ହ୍ରସ୍ୱ ଶବ୍ଦରେ ପରିଣତ ହୁଏ।
ଦୀର୍ଘ ମାତ୍ରା ହ୍ରସ୍ୱ ମାତ୍ରାରେ ଇଏ ପରିବର୍ତ୍ତନ ହୁଏ। ତାପରେ ପରବର୍ତ୍ତୀ ପଦକୁ ଯିବା। ହଁ ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖର ରଶ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି ଶୋକ ଜର୍ଜରିତ ଚିତ୍ତ ଫଳକେ କରି ଚିତ୍ରିତ ହେଲେ আসনু উত্থিত জানকী সতী নমি অনুকম্পা পয়রে নমি অনুকম্পা পয়রে বন্দিলে উষার পদ সবিনয়রে। পদ্মিনী হৃদয় শিশির, পদ্মিনী শব্দর অর্থ পদ্মফুল, হৃদয় অর্থ হৃদয়, শিশির অর্থ নিহার বা কাকর। পদ্মিনী যেতবে পদ্মফুলটার হৃদয় অর্থ তার কেশর বা মধ্য ভাগটাকে তার হৃদয় বলে কুহযায়। সেইটি কাকর বিন্দু পড়িছি, নিহার বিন্দু পড়িছি, শিশির বিন্দু পড়িছি। সেইଥିରେ পদ্মিনী হৃদয় শিশির বিন্দুরে অর্থ কাকর বিন্দুরে খর রশ্মির অর্থ সূর্যঙ্কর সিধাসলখ কিরণ বলতে উজ্জ্বল কিরণটা পড়িলে সেই রশ্মিটা উজ্জ্বল দেখাযায়, প্রতিবিম্বিত হুয়ে, অর্থাৎ তার চমক অনেক গুণ বড়ি যায়। পদ্মিনী হৃদয় শিশির বিন্দুরে খর রশ্মির এইটা যেମିତି পদ্মিনী হৃদୟରେ পড়িথিবা শিশির বিন্দুরে সূর্যঙ্কর সিধা সলখ কিরণ বা উজ্জ্বল কিরণ পড়িলে তাহা যেভଳି প্রতিবিম্বিত হইকি সুন্দর দিশে। এপটে আউ গোটিয়ে সেভଳି চিত্ত ফলক না শোক জর্জরিত চিত্ত ফলকে করি চিত্রিত হেলে দাস আসনু উত্থিত জানকী সতী। শোক অর্থ কান্দ, দুঃখ, বিষাদ। শোক জর্জরিত চিত্ত অর্থ বিষাদ জর্জরিত চিত্ত ফলকরে, চিত্ত অর্থ স্মরণ মন। সেইটি কাহার চিত্র আড়କୁ চিত্রিত কলে ভাবুଛନ୍ତି না মনশ্চক্ষুরে বা তাঙ্কর ভাবনা রাজ্ୟରେ সে আনুଛନ୍ତି প্রভু রামচন্দ্রଙ୍କର মূর্তি। এটি বড় ভাই লক্ষ্য করিবার কথা। এপটে পদ্মিনী জଣେ প্রেমিকা, ତାଙ୍କର ପ୍ରଣୟ ପୁରୁଷ ସୂର୍ଯ୍ୟ, ଏପଟେ ତାଙ୍କର ପ୍ରଣୟିନୀ ସୀତା, ଏଠାରେ ପ୍ରଣୟ ପୁରୁଷ ରାମ। ଅର୍ଥାତ ପଦ୍ମିନୀ ତା ହୃଦୟରେ ପଡ଼ିଥିବା ଶିଶିର ବିନ୍ଦୁରେ ତାର ଆରାଧ୍ୟ ପ୍ରଭୁଙ୍କର କିରଣ ପଡ଼ିଲେ କର ସ୍ପର୍ଶରେ ତାହା ଯେଭଳି ଭାବରେ ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ହୋଇ ଉଠେ, ଏଠାରେ ସୀତାଙ୍କର ଶୋକ ଜର୍ଜରିତ ଚିତ୍ତ ଫଳକରେ ସେ ତାଙ୍କର ଆରାଧ୍ୟଙ୍କୁ ଭାବନାରେ ଆଣୁଛନ୍ତି। ଏଠାରେ ମଧ୍ୟ ତାଙ୍କ ଚିତ୍ତ ଫଳକରେ ରାମଚନ୍ଦ୍ରଙ୍କର ମୂର୍ତ୍ତିକୁ ଚିତ୍ରିତ କରୁଛନ୍ତି। ଏଠାରେ ଦୁଇଟି ମାନେ ଯୋଉଟାକୁ ଆମେ କହୁଛେ ବେସ୍ ବା ଆଧାର ଉପରେ ଦୁଇଟି ସୌନ୍ଦର୍ଯ୍ୟ ସନ୍ଧାନୀ ମାନେ ଦୃଶ୍ୟପଟକୁ ଥୋଇବାରେ କବି କେତେ ଚମତ୍କାର ଢଙ୍ଗରେ ଶବ୍ଦ ବିନ୍ୟାସ କରିଛନ୍ତି। ତେଣୁ ପ୍ରତିବିମ୍ବିତ କରି ରାମଚନ୍ଦ୍ରଙ୍କ ମୂର୍ତ୍ତିକୁ ଅର୍ଥ ରାମଚନ୍ଦ୍ରଙ୍କୁ ଚିତ୍ତ ଫଳକରେ ଚିନ୍ତା କରି ହେଲେ ଆସନୁ ଉତ୍ଥିତ ଜାନକୀ ସତୀ। ଆସନରୁ ଉତ୍ଥିତ ହେଲେ, ଉତ୍ ଯୁକ୍ତ ଥିତ ହେଲେ ଉଠିକି ଠିଆ ହେଲେ। କ'ଣ କଲେ ନା ନମି ଅନୁକମ୍ପା ପୟରେ, ନମି ଶବ୍ଦର ଅର୍ଥ ନମସ୍କାର କରି, ପ୍ରଣାମ କରି। ଅନୁକମ୍ପା ପୟରେ, ଅନୁକମ୍ପା ଅର୍ଥ ବୟସ୍କା ତପସ୍ୱିନୀ ବ୍ରହ୍ମଚାରିଣୀ ଯିଏ ଆସିଛନ୍ତି ସୀତାଙ୍କ ପାଖକୁ ଉଠେଇକି ତାଙ୍କ ସହିତ ଯିବା ପାଇଁ ତମସା ନଦୀକୁ, ତାଙ୍କର ପୟରେ, ପୟର ଅର୍ଥ ପାଦ, ପୟ ଅର୍ଥ ଜଳ, ଏଠି ପାଦର, ପୟରେ ଅର୍ଥାତ ତାଙ୍କର ପାଦରେ, ଅନୁକମ୍ପାଙ୍କ ପାଦରେ ନମସ୍କାର କଲେ। ନମି ଅନୁକମ୍ପା ପୟରେ। ତାପରେ କ'ଣ କଲେ ନା ବନ୍ଦିଲେ ଉଷାର ପଦ ସବିନୟରେ, ଉଷାଙ୍କର ପଦ ବନ୍ଦନା କଲେ। ବିନୟ ସହ, ସବିନୟରେ ଅର୍ଥାତ ବିନୟ ସହ, ବିନୟ ସହ ବର୍ତ୍ତମାନ। ତେଣୁ
ଏଠି ଅତି ବିନୟ ଭାବରେ ସେ ଉଷାଙ୍କର ପଦ ବନ୍ଦନା କଲେ। ଆପଣ ଜାଣିଥିବେ ଭଲ ଭାବେ ଯୋଉ ଆମେ ସକାଳୁ ଉଠିଲା ପରେ ବେଶ। କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍। ଆମେ ଯେମିତି ପ୍ରଭାତ ବନ୍ଦନା କରୁଛେ, ସାନ୍ଧ୍ୟ ବନ୍ଦନା କରୁଛେ, ସନାତନ ଧର୍ମରେ ହିନ୍ଦୁ ଧର୍ମ ବଡ଼ ଭାଇ ଠିକ କଥା କହିଛନ୍ତି। ସନାତନ ହିନ୍ଦୁ ଧର୍ମରେ ସକଳ ଜଗତର ହିତ ବିଧାନ ପାଇଁ, ମଙ୍ଗଳ ବିଧାନ ପାଇଁ ସେଇ କଥା ଆମ ଧର୍ମରେ, ଆମ ସଂସ୍କୃତିରେ, ଆମ ପରମ୍ପରାରେ ରହିଛି। ଯେହେତୁ ଇଏ ସେଇ ସତୀ ସାଧ୍ୱୀ ସତୀ ନାରୀ, ଜଗତ ବନ୍ଦ୍ୟା ସତୀରତନ, ଇଏ ମଧ୍ୟ ସେଇ ବିଧିକୁ ଅତିକ୍ରମ କରିନାହାନ୍ତି। ସେଇ ବିଧି ଅନୁସାରେ ଅନୁକମ୍ପାଙ୍କୁ ପ୍ରଣାମ କରୁଛନ୍ତି। ଏତେ ସରି ହେଲେ ମଧ୍ୟ, ନିର୍ବାସିତା ହେଲେ ମଧ୍ୟ, ଶୟରେ ସ୍ୱପନେ ଜାଗରଣେ ଆରାଧ୍ୟଙ୍କୁ ବାଦ ଦେଇନାହାନ୍ତି। ସେଥିପାଇଁ ସେ ଆଣିଛନ୍ତି ବୀର ରାମ ମୂର୍ତ୍ତି। ତେଣୁ ତାଙ୍କର ଆରାଧ୍ୟଙ୍କୁ ଏଇଠି ମୁଁ କହିପାରେ ଦୁଇଟି, ଗୋଟେ ହେଲା ପଦ୍ମିନୀ ତା ଆରାଧ୍ୟଙ୍କର ସ୍ପର୍ଶରେ ସୂର୍ଯ୍ୟଙ୍କୁ, ଏଠାରେ ସୀତା ତାଙ୍କ ନିଜ ଆରାଧ୍ୟଙ୍କୁ ବୀର ରାମଚନ୍ଦ୍ର ମୂର୍ତ୍ତିକୁ ଆଣିଛନ୍ତି। ଏଠି ଆଣିଛନ୍ତି। ହେଲେ ଆସନୁଠିତ ଜାନକୀ ସତୀ ନମି ଅନୁକମ୍ପା ପରେ ବନ୍ଦିଲେ ଉଷାର ପଦ। ବନ୍ଦିଲେ ଅର୍ଥ ବନ୍ଦନା କଲେ ଉଷାଙ୍କର ପଦ ବିନୟ ସହକାରେ। ତାପରେ ପରବର୍ତ୍ତୀ ପଦକୁ ଯିବା। ବୋଇଲେ ତାକୁ ପ୍ରଶଂସି ତୁମେ ତିମିର ବିଧ୍ୱଂସୀ ରବି ଆଗମନ ସଂସି ହୁଅ ସଂସାରେ ତୁମ୍ଭ କୋମଳ ଚରଣ করে জ্যোতিয়া হরণ তহি যাউচি শরণ দৃঢ় আশারে শুভ্র সৌরভ রসিকে শুভ্র সৌরভ রসিকে শুভ সম্পাদিনী হুয়া রঘুবংশীকে। ବୋଇଲେ ତାକୁ ପ୍ରଶଂସୀ, ବୋଇଲେ ଅର୍ଥ କହିଲେ, ତାକୁ ପ୍ରଶଂସୀ, ପ୍ରଶଂସୀ ଶବ୍ଦର ଅର୍ଥ ପ୍ରଶଂସା କରି, ତିମିର ଶବ୍ଦର ଅର୍ଥ ଅନ୍ଧକାର, ତୁମେ ତିମିର ବିଧ୍ୱଂସୀ ଅର୍ଥ ତିମିରର ଧ୍ୱଂସକାରିଣୀ। ସୀତା ଠାକୁରାଣୀ ଉଷା ଦେବୀଙ୍କର ପଦ ବନ୍ଦନା କରି କହୁଛନ୍ତି, ହେ ପଙ୍କଜ ଲୋଚନୀ କୋମଳାଙ୍ଗୀ ଉଷା ଦେବୀ, ତୁମେ ହଉଛ ତିମିର ବିଧ୍ୱଂସୀ, ଅର୍ଥାତ ତୁମେ ସଂସାରର ଅନ୍ଧକାରର ଧ୍ୱଂସକାରିଣୀ। ରବି ଆଗମନ ସଂସି ହୁଅ ସଂସାରେ। ରବି ଶବ୍ଦର ଅର୍ଥ ସୂର୍ଯ୍ୟ, ଆଗମନ ଅର୍ଥ ଆସିବା, ସୂର୍ଯ୍ୟଙ୍କର ଆସିବାର ସଂସି, ସଂସି ଶବ୍ଦର ଅର୍ଥ ସୂଚନା ପ୍ରଦାନକାରିଣୀ ହେଲା। ତେଣୁ ରବି ଆଗମନ ସଂସି ହୁଅ ସଂସାରେ, ଏ ସଂସାରରେ ହେ ଉଷା ଦେବୀ ତୁମେ ହିଁ ସୂର୍ଯ୍ୟ ଦେବତା ଆସିବାର ସୂଚନା ପ୍ରଦାନକାରିଣୀ। ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ, ଅର୍ଥାତ ଉଷା ଦେବୀ ତୁମେ ଯେତେବେଳେ ପାଦ ଥାପି ଥାପି ତମେ ସୃଷ୍ଟି ଉପରେ ଚାଲିଯାଅ, ଆଲୋକ ରେଖା ତମ ପଛେ ପଛେ ସଂସାରରେ ବିଦ୍ୟମାନ ହେଇଯାଏ। ତେଣୁ ତୁମ କୋମଳ ଚରଣ ସେ ଜ୍ୟୋତିକୁ ଆହରଣ କରେ, ଅର୍ଥାତ ଜ୍ୟୋତିକୁ ଟାଣି ଆଣେ ସୃଷ୍ଟି ଉପରକୁ। ତୁମ କୋମଳ ଚରଣ କରେ ଜ୍ୟୋତି ଆହରଣ ତହିଁ ଯାଉଛି ଶରଣ ଦୃଢ଼ ଆଶାରେ। ସେ ତମର କୋମଳ ଚରଣ ଯାହା ସଂସାରକୁ ଜ୍ୟୋତି ବା ଆଲୋକମୟ ପ୍ରଭାବ ଟାଣି ଆଣେ, ସେଇ ଚରଣରେ ମୁଁ ଦୃଢ଼ ଆଶାରେ ଶରଣ ଯାଉଛି। ଶୁଭ୍ର ସୌରଭ ରସିକେ, ଶୁଭ୍ର ରୂପକ ସୌରଭ ଅର୍ଥାତ ସଂସାରରେ ଉଜ୍ଜ୍ୱଳ ଆଲୋକ, ଧବଳ ବର୍ଣ୍ଣ, ଏଇ ରସ, ଶୁଭ୍ରତାର ରସକୁ ଯିଏ ସଂସାରକୁ ଆଗମନ କରେଇ ପାରନ୍ତି, ସେଇ ହେଉଛନ୍ତି ଶୁଭ୍ର ସୌରଭର ରସିକେ। କାହା ଉଦ୍ଦେଶ୍ୟରେ ସୀତା ଦେବୀ? ଏଇଟା ଉଷାଙ୍କର ଉଦ୍ଦେଶ୍ୟରେ। ଉଷାଙ୍କୁ ଏଠି ଶୁଭ୍ର, ପିଲାଙ୍କ ପରୀକ୍ଷାରେ ମଧ୍ୟ ପଡ଼ିଛି ବିଗତ ବର୍ଷରେ, ସେମାନଙ୍କର ପ୍ରଶ୍ନ ଉତ୍ତରରେ ମଧ୍ୟ ରହିଛି। ଶୁଭ୍ର ସୌରଭ ରସିକେ ବୋଲି ସୀତା କାହାକୁ କହିଛନ୍ତି? ଶୁଭ୍ର ସୌରଭ ରସିକେ ବୋଲି ଶୁଭ୍ରତା ହୁଏ ସଂସାରରେ ଏବଂ ଫୁଲର ସୌରଭ ଆସେ। ସୌରଭ ବାସ୍ନା, ବାସ୍ନା
शुभ्र सौरभ रसिक ତାହେଲେ ବାସ୍ନାଟା ହଉଛି ଶୁଭ୍ର। हाँ बास एक कथा भी हमें कही परिबा संसार उषा देवी चाली परे संसार रे फूल फुटे उज्ज्वल आलोक आसे फूल रु बासना आसे उज्ज्वल आलोक रु धवलता आसे तेणु शुभ्रता आउ सौरभर एई उभय रसर सी अछंती रसिका तेणु शुभ्र सौरभ रस तुम जोगु ही संसार पाउथिबारु तांकु कुहा जायछि हे शुभ्र सौरभ रसिके रवि आग कौन शुभ्र सौरभ रसिके शुभ संपादिनी हुआ रघुवंशिके शुभ संपादिनी अर्थात मंगलकारी तार अर्थ होची शुभ संपादिनी अर्थ शुभ कार्य संपादनकारी कहार ना रघुवंशी के रघुवंशर दायाद मान अर्थ मो प्रभु रामचंद्र मो देवर लक्ष्मण भरत शत्रुघ्न मो शाशुमा जहाँ अयोध्या सूर्यवंशर दायाद मानकर माने जो कहते रघुवंशर दायाद मानकर शुभ संपादिनी अर्थ मंगलकारिणी हो। आज कार्यक्रम आम ये साइन करुचु आगामी काली आम निश्चित भाव में अन्य तीनोटी पद को पिला आगे उपस्थापन करने संकल्पबद्ध से पर्यंत आम आपण विदाय नौ पुणी देखा आगामी अध्याय जय श्री जय श्री राम।